ପ୍ରଭୁ ତାଙ୍କ ଶ୍ରୀ ଅଙ୍ଗରେ ଧରି ରଖିଛନ୍ତି ନବଗ୍ରହଙ୍କୁ। ମହାପ୍ରଭୁଙ୍କର ଦକ୍ଷିଣ ନେତ୍ର ସୂର୍ଯ୍ୟ ବା ରବି ମହାଗ୍ରହଙ୍କର ପ୍ରତୀକ, ବାମ ନେତ୍ର ଚନ୍ଦ୍ର ବା ସୋମ ଗ୍ରହଙ୍କ ପ୍ରତୀକ, ନାସିକା ମଙ୍ଗଳ ଗ୍ରହ, ଅଧର ବୃଧ ଗ୍ରହଙ୍କର ପ୍ରତୀକ ହୋଇଥିବା ବେଳେ ମହାପ୍ରଭୁଙ୍କର ମସ୍ତକ ସୁବର୍ଣ୍ଣ ରତ୍ନ ମଣ୍ଡିତ ତିଲକ ବା ଚିତାରେ ବୃହସ୍ପତି ବିଦ୍ୟମାନ କରିଛନ୍ତି। ସେହିପରି ମୁଖର ଚତୁଷ୍କୋଣୀ ରେଖାରେ ଶୁକ୍ର ଗ୍ରହ ଥିବା ବେଳେ ସର୍ବାଙ୍ଗ କୃଷ୍ଣ ଅଙ୍ଗରେ ଶନି ଗ୍ରହ ବିରାଜମାନ କରିଛନ୍ତି। ପୁଣି କିରୀଟରେ ରାହୁ, କୁଣ୍ଡଳରେ କେତୁଙ୍କର ଅବସ୍ଥାନ ଯୋଗୁଁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସାକ୍ଷାତ ଗ୍ରହ ରୂପୀ ଜନାର୍ଦ୍ଦନ। ତେଣୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଦେବା ମାତ୍ରେ ସମସ୍ତ ନବଗ୍ରହଙ୍କର ଦର୍ଶନ ହୋଇଯାଇଥାଏ। ଜୀବନର ଯେତେ ଦୁଃଖ, ଯେତେ ଗ୍ରହ ପୀଡ଼ା, ଯେତେ ଯନ୍ତ୍ରଣା ସବୁ ତାଙ୍କୁ ଦର୍ଶନ ମାତ୍ରେ ଚାଲି ଯାଇଥାଏ। ଜୀବନ ସହଜ ସୁନ୍ଦର ହୋଇଥାଏ। ଜନ୍ତୁନାଂ ଦର୍ଶନା ମୁକ୍ତି ଯୋ ଦଦାତି କୃପା ନିଧି।